ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ରେସନ ହିତାଧିକାରୀମାନଙ୍କୁ ରେସନ ବଣ୍ଟନରେ ସରକାରୀ ନିୟମ ଉଲ୍ଲଂଘନ କରାଯାଉଥିବାର ଏଠାରେ ଜିଲ୍ଲାପାଳ ହେମକାନ୍ତ ସେ କୁଳିଅଣା ବ୍ଲକର ମାରାଙ୍ଗତାଣ୍ଡି ପଞ୍ଚାୟତ ପଳାଶବଣୀ ଗ୍ରାମର ଜ୍ଞାନରଞ୍ଜନ ବେହେରା ଏବଂ ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ହିତାଧିକାରୀମାନଙ୍କ ନେତୃତ୍ୱରେ ଏକ ମଙ୍ଗଳବାର ଅଭିଯୋଗ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ମାରାଙ୍ଗତାଣ୍ଡି ଗ୍ରାମ ପଞ୍ଚାୟତ ଠାରୁ ପଳାଶବଣୀ ଏବଂ ଜିଆଣୀ ଗ୍ରାମର ଦୂରତ୍ୱ ପ୍ରାୟ 5 କିଲୋମିଟର ହେତୁ ପଳାଶବଣୀ ଗ୍ରାମଠାରେ ମା ଭଗବତୀ ସ୍ୱେଚ୍ଛାସେବୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଏକ ସୁଲଭ ମୂଲ୍ୟ ଦୋକାନ ଭାବେ ରେସନ ବଣ୍ଟନ ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଦୁର୍ଭାଗ୍ୟଜନକ ଯେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ସରକାରୀ ନିୟମକୁ ଉଲ୍ଲଂଘନ କରି ଗ୍ରାମ ପଞ୍ଚାୟତର ଏକ ଗୋଦାମ ଗୃହକୁ ଭଡ଼ା ସୂତ୍ରରେ ନେଇ ସେଠାରେ ରେସନ ବଣ୍ଟନ କରୁଛନ୍ତି। ଫଳରେ ଉଭୟ ଗ୍ରାମର ଗ୍ରାମବାସୀ ତଥା ବୃଦ୍ଧ ବୃଦ୍ଧାମାନେ ବର୍ଷା ଏବଂ ଖରା ଦିନରେ ହଇରାଣ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତତ୍ସହିତ ଯେଉଁଦିନ ସର୍ଭର ସମସ୍ୟା ରହୁଛି ସେଦିନ ଘଣ୍ଟା ଘଣ୍ଟା ଅପେକ୍ଷା କରି ଏତେ ଦୂରରୁ ଫେରିବା ବହୁ କଷ୍ଟକର ହେଉଛି। ଏପରିକି ଗ୍ରାମ ପଞ୍ଚାୟତ ନିଜସ୍ୱ ଗୋଟିଏ ଗୋଦାମ ଗୃହ ରହିଥିବା ସତ୍ତ୍ୱେ ସେହି ଗୃହକୁ ସମ୍ପୃକ୍ତ ସହାୟିକା ଗୋଷ୍ଠୀକୁ ଭଡ଼ା ଆକାରରେ ଦେଇ କାହା ସ୍ୱାର୍ଥରେ ଗ୍ରାମ ପଞ୍ଚାୟତ କେମିତି ଏବଂ କେଉଁ ନିୟମରେ ରାଜୀବ ଗାନ୍ଧୀ ଭବନକୁ ରେସନ ଗୋଦାମ ଗୃହ ଭାବରେ ବ୍ୟବହାର କରାଯାଉଥିବା ସମ୍ପର୍କରେ ତଦନ୍ତ ପାଇଁ କହିଛନ୍ତି। ତତ୍ସହିତ ଗୋଦାମ ଗୃହରେ ଷ୍ଟକ୍ ଏବଂ COS ମେସିନ୍ ଷ୍ଟକ୍ର ତାଳମେଳ ନ ରହୁଥିବାରୁ ବିଭିନ୍ନ ସମୟରେ ଅନ୍ୟାନ୍ୟ ଗ୍ରାମର ହିତାଧିକାରୀମାନେ ରେସନ ପାଇବାରୁ ବଞ୍ଚିତ ହେଉଥିବା ସହିତ ଜୁଲାଇ ଅଗଷ୍ଟ 2 ମାସର ବଣ୍ଟନ ସମ୍ପର୍କରେ ତଦନ୍ତ କରାଯିବାକୁ ମଧ୍ୟ ଦାବି କରିଛନ୍ତି। ପରବର୍ତ୍ତୀ ଖବର, ମହୁଲଡ଼ିହା ଥାନା ବଉଳା ଗ୍ରାମ ନିକଟସ୍ଥ ବଉଳା ନାଳ ସ୍ରୋତରେ ଭାସିଯାଇ ଜଣେ ବୃଦ୍ଧଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶରତ ଥାନା ସରଡିହା ଗ୍ରାମ ପଞ୍ଚାୟତର ବାରାଗାଡ଼ିଆ ଗ୍ରାମର ବୀର ସିଂ, ବୟସ 50 ବର୍ଷ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଭାଲିଆନାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଜାହ୍ନବୀ ସୋଏ ଅପରାହ୍ନ 4ଟା ବେଳେ ମହୁଲଡ଼ିହା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମହୁଲଡ଼ିହା ଥାନା IIC ବୀରେନ୍ଦ୍ର କୁମାର ରାଉତ ଏବଂ ASI ବିଜୟ କୃଷ୍ଣ ସାମନ୍ତରାୟଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକେ ପାଣିରୁ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ପରବର୍ତ୍ତୀ ଖବର, ଝାରପୋଖରିଆ ଥାନା ଅଞ୍ଚଳରେ ଲିଜାରାଣୀ ଘୋଷ ନାମକ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ସ୍ୱାମୀକୁ ଥାନାକୁ ଆଣି ପଚରାଉଚରା କରୁଛି। ମୃତକଙ୍କ ବାପଘର ଲୋକମାନେ ଥାନାରେ ଅଭିଯୋଗ କରିଥିବା ମୃତାବତ ଝିଅ ବାହାଘର ପରଠାରୁ ବରଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଯୌତୁକ ଦାବି କରି ଆସୁଥିଲେ। ଅନେକ ଦାବି ମଧ୍ୟ ପୂରଣ କରିଛନ୍ତି। ଝିଅ ଶ୍ୱଶୁର ଘରେ ଭଲରେ ରହିବା ପାଇଁ ଏହି ଆଶାରେ, ମାତ୍ର ଦିନକୁ ଦିନ ଦାବି ବଢ଼ି ଯାଉଥିବା ଲାଗିଥିଲା। ଦାବି ପୂରଣ ନ ହେଲେ ଝିଅକୁ ଅକଥନୀୟ ମାନସିକ ଯନ୍ତ୍ରଣା ସହ ଶାରୀରିକ ଯନ୍ତ୍ରଣା ଦେଉଥିଲେ। ରାତିରେ ଅତ୍ୟାଚାର ସବୁ ସୀମା ପାର ହୋଇଯାଇଥିଲା। ସେ ଏକ ଶାଢ଼ୀ ମହିଳାଙ୍କ ବେକରେ ଗୁଡ଼ାଇ ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରୁ ମହିଳାଙ୍କ ମରଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ମୁଖ୍ୟ ଚିକିତ୍ସାଳୟ ତଥା ମେଡ଼ିକାଲ କଲେଜକୁ ପଠାଇଥିଲେ। ଏ ବାବଦରେ ଥାନାରେ ପୁଲିସ ମୃତକଙ୍କ ମା ପୂଜାରାଣୀ ଘୋଷ ସ୍ୱାମୀ ଦେବେନ୍ଦ୍ରନାଥ ଘୋଷଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିଛନ୍ତି। ପରବର୍ତ୍ତୀ ଖବର, ସ୍ଥାନୀୟ 15 ନମ୍ବର ୱାର୍ଡର ଏକ ପୋଖରୀରେ ରାତି ପ୍ରାୟ 10ଟା ସମୟରେ ଏକ ଅଜଣା ବ୍ୟକ୍ତି ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ବାରିପଦା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ଚିହ୍ନଟ ପାଇଁ ସଂରକ୍ଷିତ ରଖାଯାଇଥିଲା। ଅଜଣା ମୃତ ବ୍ୟକ୍ତିଙ୍କର ଆନୁମାନିକ ବୟସ 40 ବର୍ଷ ଏବଂ ଧଳା ରଙ୍ଗର ପୈତା ପିନ୍ଧିଥିବା ପ୍ରକାଶ। ପରବର୍ତ୍ତୀ ଖବର, ବଡ଼ଜାମଣି ଫାଣ୍ଡି ଅଞ୍ଚଳରୁ ଗତ ମାସ 27 ତାରିଖରେ ନିଖୋଜ ହୋଇଥିବା ମହିଳାଙ୍କୁ କଟକ ଉପଖଣ୍ଡ ଜଗତପୁର ଇଲାକାରୁ ଉଦ୍ଧାର କରି ବୁଧବାର ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ ପୂର୍ବକ CWCରେ ହାଜର ପରେ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରିଛି ବେତନଟୀ ପୋଲିସ। ସୂଚନା ମୁତାବକ ମହିଳା ଜଣକ ଘରୁ ରହସ୍ୟଜନକ ଭାବେ ନିଖୋଜ ହେବା ଘଟଣାରେ ପରିବାରବର୍ଗ ଏତଲାମୂଳେ ବେତନଟୀ ଥାନାରେ ଅଭିଯୋଗ ଜନିତ ମାମଲା ରୁଜୁ କରାଯାଇଥିବା ବେଳେ ବଡ଼ଜାମଣି ଫାଣ୍ଡି ଅଧିକାରୀ ASI ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ
ତଦନ୍ତଭାର ଗ୍ରହଣ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଭାବଗ୍ରାହୀ ମହାନ୍ତ କଟକ ଉପକଣ୍ଠ ଜଗତପୁରଠାରେ ଚଢ଼ାଉ କରି ମହିଳାଙ୍କୁ ଉଦ୍ଧାର କରିଥିଲେ। ବୁଧବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ ପରେ ବାରିପଦାସ୍ଥିତ CWCରେ ଆଜି ତାଙ୍କୁ ହାଜର କରାଯିବା ପରେ ତାଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରାଯାଇଛି। ପରବର୍ତ୍ତୀ ଖବର, ବଡ଼ସାହି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଏବଂ ମୁଖ୍ୟ କିରାଣୀଙ୍କ ଦବଙ୍ଗଗିରି ଯୋଗୁଁ ଦୁର୍ନୀତି ଓ ଅନିୟମିତତା ବୃଦ୍ଧି ପାଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା। ଉକ୍ତ ଘଟଣାକୁ ନେଇ ବହୁବାର ଜିଲ୍ଲାପାଳଙ୍କ ନିକଟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କରି ଆସୁଥିଲେ। କିଛି ମାସ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀ ଅନ୍ୟତ୍ର ବଦଳି ହେବା ପରେ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ମଧ୍ୟ ଅନ୍ୟତ୍ର ବଦଳ ହୋଇଯାଇଥିଲା। ତାଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଜଣାପଡ଼ିଥିଲା। ସଦ୍ୟ ବଡ଼ସାହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସଞ୍ଜୟ କୁମାର ଜେନା ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟ କିରାଣୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବରୁ ଜିଲ୍ଲାପାଳ ତଦନ୍ତ କରି ମୁଖ୍ୟ କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ଅଭିଯୋଗ ପାଇ ପୁନର୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଭିତ୍ତି କରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଚିଠି ନମ୍ବର 9966 25/8/2024ରେ ବଡ଼ସାହି ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଶରତ କୁମାର ମହାନ୍ତିଙ୍କୁ ଗୋପବନ୍ଧୁ ନଗର ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ବଦଳି କରାଯାଇଛି। ପରବର୍ତ୍ତୀ ଖବର, କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍ ଘଣ୍ଟିଆଦର ଶାଳଦୀ ନଦୀ ପୋଲ ଉପରୁ ଚରା ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିବା ସହ ଗାଡ଼ିରେ ବୋଝେଇ ହୋଇଥିବା ଶାଳକାଠ ଗଣ୍ଡିଗୁଡ଼ିକ ଜବତ କରାଯାଇଥିଲା। ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚମ୍ପାଝର ଫରେଷ୍ଟ ବିଟ୍ ଘଣ୍ଟିଆଦର ଅଞ୍ଚଳରୁ ରାତିରେ ଚୌକାଠ ଚୋରାଚାଲାଣ ହେବ। ଠାକୁରମୁଣ୍ଡା ରେଞ୍ଜର ଉମାକାନ୍ତ ବେହେରା, ବିଦ୍ୟାଧର ମହାନ୍ତ, ବିଶ୍ୱଜିତ ମହାନ୍ତ, ମନୋଜ ବେହେରାଙ୍କ ସହ ସମସ୍ତ ସରକାରୀ ଅଫିସର ରାତିରେ ଜଗି ବସିଥିଲେ। ରାତି 2ଟା ସମୟରେ ପିକଅପ୍ ନମ୍ବର OR 02 BT 5013T ଆସିଲା। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ସହ ଗାଡ଼ି ଛାଡ଼ି ଦୌଡ଼ି ପଳାଇଯାଇଥିଲେ। ଅନ୍ୟମାନେ ଗାଡ଼ିକୁ ଠାକୁରମୁଣ୍ଡା ରେଞ୍ଜ ଅଫିସକୁ ଅଣାଯାଇଥିଲା ବେଳେ 78 ପିସ୍ ଚୌକାଠକୁ ଜବତ କରିଥିଲେ, ଯାହାର ମୂଲ୍ୟ 80,000ରୁ ଉର୍ଦ୍ଧ୍ୱ ହେବ ବୋଲି ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରା ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, ମରଡ଼ା ବ୍ଲକ ଭାଲିଆଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତାଡ଼କି ଗ୍ରାମରେ ସାଧାରଣତଃ ଆଦିବାସୀ ଏବଂ ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ଏହି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ବଣ ଜଙ୍ଗଲ ଘେରା ଏହି ଦୁର୍ଗମ ଅଞ୍ଚଳ ଯିବାକୁ ହେଲେ କାଦୁଅ ଏବଂ ଖାଲଖମା ଭରା ଅଣଓସାରିଆ ରାସ୍ତାରେ ପାଦ ଥାପି ଥାପି ଲୋକଙ୍କୁ ଯିବାକୁ ପଡ଼ିଥାଏ। ଏପରିକି ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସଟିଏ ଆସିପାରେ ନାହିଁ। ଫଳରେ ରୋଗୀକୁ ଖଣ୍ଡେ ଦୂରରୁ ବୋହିକି ନେବାକୁ ପଡ଼ିଥାଏ। ଛୋଟ ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥାନ୍ତି। ବର୍ଷ ତମାମ ରାସ୍ତା ଖରାପ ଥିବାବେଳେ ବର୍ଷାଦିନିଆ ରାସ୍ତା ଅବସ୍ଥା ନ କହିଲେ ଭଲ। ପୂର୍ବରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ରାଜାରାମ ମୁର୍ମୁଙ୍କ ଘରଠାରୁ ତାଡ଼କି ସରକାରୀ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ତୁରନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ବୁଢ଼ାନ ମୁର୍ମୁଙ୍କୁ ସୋମବାର ସାକ୍ଷାତ କରି ଏକ ଲିଖିତ ଅଭିଯୋଗପତ୍ର ଦାଖଲ କରିଛନ୍ତି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।